ସାଙ୍ଗମାନେ ଆଜି ଡ୍ୟୁଟିରୁ ଫେରିଲା ବେଳେ ମୋ ହାତରେ ଟିକେ ଟାଇମ୍ ଥିଲା ତ ମୁଁ ଭାବିଲି କି ଟିକେ ଫୁଡ୍ ମାର୍କେଟରେ ପଳେଇଲେ କେମିତି ହୁଅନ୍ତା। ତ ସେଠୁ ମୁଁ କ'ଣ କଲି ନା ଫୁଡ୍ ମାର୍କେଟ ଆଡ଼େ ଟିକେ ପଳେଇଲି। ତ ସେଠି ଦେଖିଲି ବହୁତ ସୁନ୍ଦର ସୁନ୍ଦର ଫ୍ରୁଟ୍ ସବୁ ଅଛି, ଫ୍ରେଶ୍ ଫ୍ରୁଟ୍ ସବୁ ଅଛି। ତ ତା ଦେହରୁ ଫାଷ୍ଟ ନଜର ମୋର ଲିଚୁ କୋଳି ଉପରେ ପଡ଼ିଲା, କାହିଁକି ନା ମୁଁ ଲିଚୁ କୋଳି ଏ ସିଜନରେ ଜମା ବି ଖାଇନଥିଲି। ତ ଲିଚୁ କୋଳି ରୁ ଇଚ୍ଛା ହେଲା ଟିକେ ଘର ପାଇଁ ନେବା ପାଇଁ। ତ ଫାଷ୍ଟ ମୁଁ ଲିଚୁ କୋଳିରୁ 1 କେଜି ଲିଚୁ କୋଳି ଧରିଦେଲି। ତା ସହିତ ଦେଖିଲି ଆମ୍ବ ବି ବହୁତ ବଢ଼ିଆ ବଢ଼ିଆ ଆମ୍ବ ଥିଲା। ତ ଆମ ଘରେ ଆମ୍ବଟା ସମସ୍ତଙ୍କର ବହୁତ ପସନ୍ଦ, କାହିଁକିନା ସବୁ ଖାଇବାରେ ଆମର ଦେଖିବେ ଆମ୍ବଟା ସାଇଡ଼୍ରେ ଥିବ ହିଁ ଥିବ। ତ ସେଥିପାଇଁ ଆମ୍ବରୁ ମୁଁ 2 କେଜି ଧରି ନେଲି। ତାପରେ ମୁଁ ଆଉ ବାକି ଫ୍ରୁଟ୍ସ କଥା ଯାହା ନ କହିବା ଭଲ, ବହୁତ ରେଟ୍ ଥିଲା। ତ ସେଥିରେ ମୁଁ ଦେଖିଲି ଦେଶୀ କାଠିଆ କଦଳୀ କିଛି ଅଛି, ଯେଉଁଟାକି ମୋ ଝିଅର ସ୍ପେଶିଆଲି ବହୁତ ପସନ୍ଦ। ମୋ ଝିଅ କାଠିଆ କଦଳୀ ଖାଇବାକୁ ବହୁତ ପସନ୍ଦ କରେ, ବାକି ସେ ଅଲଗା ଖାଇବା କିଛି ଫ୍ରୁଟ୍ସ ଖାଏ ନା ଏତେ। ତ କାଠିଆ କଦଳୀଟା ହିଁ ତା'ର ବହୁତ ଫେଭରେଟ୍। ତ ମୁଁ ସେଥିରୁ କାଠିଆ କଦଳୀ ଯେହେତୁ ଟିକେ ରେଟ୍ ଥିଲା, ମୁଁ ଆଉ ବେଶୀ ଆଣିପାରିଲିନି, ଜଷ୍ଟ ହାଫ୍ ଡଜନ୍ କାଠିଆ କଦଳୀ ଆଣିଲି। ତ ଏଇ ସମୟରେ ଆପଣମାନେ ବି ଫ୍ରୁଟ୍ସ ଖାଆନ୍ତୁ ଆଉ ହାଇଡ୍ରେଟ୍ ରୁହନ୍ତୁ।